ଯେଉଁଟାକି ପୁରୀ ସହରରେ ବହୁତ ଅସୁବିଧା ଥିଲା। ଆମର ଯେଉଁ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଅନୁଯାୟୀ ଜାଗା ସେଟେଲ ଡିଲେ ହେଉଥିଲା। ତାର ମୁଖ୍ୟ କାରଣ ଥିଲା ଯେ ଆମେ ତାପରେ ଗୋଟେ ରୁଲ୍ ତିଆରି ନଥିଲା, ଆଉ ରୁଲ୍ଟା ନହେଲେ ତାକୁ ସେଟେଲ କରିବା ଅସୁବିଧା। ସେଇଟା ୟା ଭିତରେ ତାକୁ ଡ୍ରାଫ୍ଟ ରୁଲ୍ ତିଆରି ହେଲା। ସେଥିରେ ମୋର ମଧ୍ୟ କିଛି ଭୂମିକା ଅଛି ଏବଂ ସେ ରୁଲ୍ଟା ଆଜି ଯାହା ହଉ ମ୍ୟାନେଜିଂ କମିଟି ଆପ୍ରୁଭ୍ କରିଦେଲା। ତେଣୁ ଆମେ ଆଶା କରୁଛୁ ଯେ ସେ ରୁଲ୍ ଯଦି ଷ୍ଟ୍ରିମ୍ ଲାଇନ୍ ହେଇଗଲା, ଅଫିସରମାନଙ୍କୁ ସହଜ ହେବ ଲ୍ୟାଣ୍ଡ ଗୁଡ଼ା ସେଟେଲ କରିବା। ଏଇଟା ଗୋଟେ ମୁଖ୍ୟ କାମ ହେଲା। ଦ୍ୱିତୀୟ କାମ ହେଲା ରତ୍ନଭଣ୍ଡାର ଏସ୍ଓପି ତିଆରି ହେଲା ୟା ପରବର୍ତ୍ତୀ କାର୍ଯ୍ୟକ୍ରମରେ ସେ ଏସ୍ଓପି ମଧ୍ୟ ଆମେ ଆଜି ଆପ୍ରୁଭ୍ କରାଗଲା। ତାପରେ ତା ପରବର୍ତ୍ତୀ କାର୍ଯ୍ୟ ସରକାର ଗ୍ରହଣ କରିବେ। ଲେଜର ସ୍କାନିଂ ହେବ। ଲେଜର ସ୍କାନିଂ ରିପେୟାର ହେବା ପୂର୍ବରୁ କରାଯିବ। କାଳେ ଆଗ ରିପେୟାର ହେଇଗଲେ ଭବିଷ୍ୟତରେ କିଛି ଏପଟ ସେପଟ ହେଇପାରେ। ଯେହେତୁ ଲୋକଙ୍କ ମନରେ ଗୋଟେ ସନ୍ଦେହ ରହୁଛି ଯେ ତା ଭିତରେ ବହୁତ ଅହଙ୍କାର ରହିଛି, କାଳେ କ'ଣ ଏପଟ ସେପଟ ହେବ। ତେଣୁ ଆଗ ଲେଜର ସ୍କାନିଂ କରାହେବ ଏବଂ ତାପରେ ରିପେୟାର କରିବାକୁ ଦିଆଯିବ। ଲେଜର ସ୍କାନିଂଟାକୁ ସ୍ୱନାମଧନ୍ୟ ରେପୁଟେଡ୍ କମ୍ପାନୀକୁ ଦାୟିତ୍ୱ ଦିଆହେବ। ମୋଷ୍ଟ ପ୍ରୋବାବ୍ଲି ଗଭର୍ଣ୍ଣମେଣ୍ଟ କିମ୍ବା ସେଭଳିଆ ରେପୁଟେଡ୍ କମ୍ପାନୀକୁ ଲାଟେଷ୍ଟ ମେସିନ୍ ଲଗାହେବ ଯେମିତି ପ୍ରପରଲି ଲେଜର ସ୍କାନିଂ ହେଇପାରିବ ଏବଂ ସେ ତାପରେ ରିପେୟାର ଭିତର ଭଣ୍ଡାର ଏବଂ ବାହାର ଭଣ୍ଡାର ରିପେୟାରିଂ କାମ ଚାଲିବ। ସବୁ ଟ୍ରାନ୍ସଫର ଗୋଟେ ଇଣ୍ଟେରିମ୍ ଆରେଞ୍ଜମେଣ୍ଟ ହେବ ତାଙ୍କୁ ରଖିବା ପାଇଁକା ଏବଂ ତାପରେ ଲେଜର ସ୍କାନିଂ ହେବ। ଲେଜର ସ୍କାନିଂ ପରେ ଯାହା ରିପେୟାର ଥିବ ସେ ରିପେୟାର ହେବ। ଏଇଟା ଗୋଟେ ଏସବୁ ମୁଖ୍ୟତଃ ଏଇଆ ହେଇଛି। ତା ଦେହରେ କିଏ ରହିବେ କିଏ ନ ରହିବେ ସେ ଅଲଗା ଜିନିଷ, ସେ ଡିଟେଲ୍ ଆପଣମାନେ ପାଇଯିବେ। ସେଇଟା ଗୋଟେ ହେଲା। ତୃତୀୟ ଜିନିଷ ଯେଉଁ ଅର୍ପଣ ଚାଉଳ, ଯେଉଁ ଜଗନ୍ନାଥ କରିଡର ବେଳେ ଅର୍ପଣ ଚାଉଳ ଆସିଥିଲା, ସେ ବହୁତ କ୍ୱାଣ୍ଟିଟିର ଚାଉଳ ଅଛି। ସେଟା କେମିତି ବ୍ୟବହାର ହେବ କ'ଣ ହେଇପାରୁଥିଲା। ଆଜି ଅଥରାଇଜ୍ କରାଗଲା, ମୁଖ୍ୟ ପ୍ରଶାସନକୁ ଅଥରାଇଜ୍ କରାଗଲା ଯେ ସେ ନିଯୋଗମାନେ ସେ କଥାବାର୍ତ୍ତା କରି ସେଟାର ସମସ୍ତ ଦାୟିତ୍ୱ ଦିଆଗଲା ସେଟା କରିବେ। ତାପରେ ଯେଉଁ ଡ୍ରୋନ୍ ଚାଲିଛି, ତାପରେ ଏସ୍ପିଙ୍କୁ ଦାୟିତ୍ୱ ଦିଆଗଲା ସେ ଡ୍ରୋନ୍ କେମିତି ରୋକିବେ, ଯେମିତି ମିସ୍ୟୁଜ୍ ହେଉଛି ଡ୍ରୋନ୍ର ତାକୁ ରୋକିବା ପାଇଁ ତାକୁ ଦାୟିତ୍ୱ ଦିଆଗଲା। ସେ ଡ୍ରୋନ୍ ଯୋଗୁଁ ପୁରା ସେ ଡ୍ରୋନ୍କୁ କେମିତି କଣ୍ଟ୍ରୋଲ କରାଯିବ, ଚେକ୍ କରାଯିବ, ସେଥିପାଇଁକା ଇଏ 3-4ଟା ପ୍ରପୋଜାଲ୍ ନେଇକି ଆସିଥିଲେ। ତେଣୁ ଏସ୍ପିକି ଦାୟିତ୍ୱ ଦିଆଗଲା ସେ କରି ତାକୁ ରୋକିବେ। ଯେମିତି ଆଉ ଡ୍ରୋନ୍ ନେଇପାରିବେନି କି କ୍ୟାମେରାରେ ଫଟୋ ଉଠିକି ବାହାରକୁ ବୁଲୁଛି ସେଟା ଉପରେ ଆକ୍ସନ୍ ନିଆହେବ। ଏବଂ ସେବାୟତମାନଙ୍କର ଯେଉଁ ରଥ ଚଢ଼ିବା ଉପରେ ତାପରେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଗଲା ସେ ନେଗୋସିଏଟ୍ କରିବେ କିନ୍ତୁ ଅନଧିକୃତ ଲୋକ ତାପରେ ଚଢ଼ିପାରିବେନି।